ନାଇଁ ନାଇଁ ଦେଖନ୍ତୁ ଧନକଡ଼ଜୀଙ୍କ ପ୍ରସଙ୍ଗରେ ଯଦି ଆପଣ କ୍ୱାଲିଟେଟିଭଲି ଆନାଲିସିସ୍ କରିବେ ଉପରାଷ୍ଟ୍ରପତି ମହୋଦୟ ମହାମହିମ ରାଜ୍ୟସଭା ଚେୟାରମ୍ୟାନଙ୍କର କୌଣସି ଦୋଷ ନାହିଁ। କଂଗ୍ରେସ କେବଳ ଗୋଟେ ଟାଣି ଉଟାରିକିରି ଗୋଟେ ମାନେ ନନ୍ ଇସ୍ୟୁରୁ ଇସ୍ୟୁ ବନେଇବା ଏଇ ପ୍ରକାରର ଲାଇନ୍ରେ ଅଛି। ଆଉ ଆପଣ ଓଡ଼ିଶାରେ ବିଜେଡ଼ି ଆଗରୁ ଅନେକ ପ୍ରସଙ୍ଗରେ ମାନେ ସେମାନେ କ୍ୱାଲିଟେଟିଭଲି ବିଚାର କରିଛନ୍ତି। ଆଉ ଏନଡିଏ ସପକ୍ଷରେ କୁହନ୍ତୁ ବିଜେପି ସପକ୍ଷରେ ସେମାନେ ତାଙ୍କର ଧରନ୍ତୁ ପଦକ୍ଷେପ ନେଇଛନ୍ତି। ତାପରେ ବି ଗତ ଇଲେକ୍ସନରେ ଯାହା ହେଲା ରାଜ୍ୟବାସୀ ଗୋଟେ ପ୍ରକାରର ବିଚାର କଲେ। ତେଣୁ ବର୍ତ୍ତମାନ ଯଦି ଆପଣଙ୍କର ମାନେ ସେମାନେ ସେମିତି କିଛି ଷ୍ଟେପ୍ ନେବେ সেটা তো অটোমেটিকালি আমি উপরাষ্ট্রপতি যেহেতু তাঁর কিছু ভুল না এবং এমানে মানে কংগ্রেস দল নেতৃত্বাধীন ইন্ডিমেন্ট বলি বি তো বি ক্লিয়র কট তাঁর ইন্ডিমেন্টর মধ্য স্বরূপ ঠিক ভাবে না কহিলে অত্যুক্তি হব না। पंजाब কথা নিয়ন্তু দিল্লী কথা নিয়ন্তু অন্যান্য রাজ্যের বি তাঁর টিকে টিকে স্বার্থকতা যেতবে আসুচি সেতবে ইন্ডিমেন্ট বি কিছু কাম করুন। ওয়েস্ট বেঙ্গলরে কোণ হল অধীর রঞ্জন চৌধুରୀ ଯିଏକି କଂଗ୍ରେସର ନେତା ଥିଲେ ତାଙ୍କର ସମ୍ପୂର୍ଣ୍ଣ ପରାଜୟ ରଚନା ତୃଣମୂଳ କଲା। ତେଣୁ ଇଣ୍ଡିପେଣ୍ଡେଣ୍ଟର ସେମିତି ଗୋଟେ କିଛି ମାନେ ବାସ୍ତବ ରୂପ ଅଛି ମୁଁ କାହିଁ ସେମିତି ଲାଗୁନାହିଁ। ନାଇଁ ନାଇଁ ସେଟା ମୁଁ କହିବିନି ଦଳ ଆମର ବି ହଠାତ୍ ଏମିତି ଭାବିବନି। ଏହି ପ୍ରସଙ୍ଗ ଏଇଟା ବେଳେବେଳେ ରାଜନୀତିରେ କୁହାଯାଏ ପ୍ରସଙ୍ଗ ଭିତ୍ତିକ। ତେଣୁ ସିଏ ତାଙ୍କର ଷ୍ଟାଣ୍ଡ ଯେଉଁଟା ନେଲେ ଆମେ ବି ତ ମାନେ ଇଣ୍ଡିମେଣ୍ଟରେ ଥିବା ରଙ୍ଗ ଏଲିମେଣ୍ଟ ମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଆମେ ବି ତ ଅନେକ ଥାର୍ଡ଼ ଫୋର୍ସକୁ ତ ଆମେ ବି ତ ସ୍ୱାଗତ କରିଛୁ ବି ଅତୀତରେ ସେମିତି ରାଜନୀତିରେ ତ ବି ହୁଏ ସେମିତି। ଆପଣଙ୍କର ଏମର୍ଜେନ୍ସି କଥା ଯେଉଁ ଆଜିକାଲି ବହୁତ ଚାଲିଛି ଏମର୍ଜେନ୍ସିରେ ଜଗଜୀବନ ରାମ ନନ୍ଦିନୀ ଶତପଥୀ ଏମାନେ ତ ପୁଣି ଜନତା ପାର୍ଟି ଫେଭରକୁ ଆସିଥିଲେ। ତେଣୁ ବର୍ତ୍ତମାନ ଧରନ୍ତୁ ତାତ୍କାଳିକ ଭାବରେ ଦେଖାଯିବ ଯେ ଉପରାଷ୍ଟ୍ରପତିଙ୍କ ଭଳି ଜନୈକ ବ୍ୟକ୍ତିତ୍ୱଙ୍କୁ ଏମାନେ ଗୋଟେ ବିନା କାରଣରେ ଲାଞ୍ଛିତ ଅପମାନିତ କରିବାକୁ ଗୋଟେ ଅପଉଦ୍ୟମ କରୁଛନ୍ତି। ସେ କ୍ଷେତ୍ରରେ ଯେଉଁ ଏଲିମେଣ୍ଟ ମାନେ ପ୍ରୋଗ୍ରେସିଭ୍ ଏଲିମେଣ୍ଟ ରହିବେ ତାକୁ ଅଟୋମେଟିକାଲି ସ୍ୱାଗତ କରାଯିବ ଅସୁବିଧା କିଛି ନାହିଁ।